ସାଙ୍ଗମାନେ ସମସ୍ତଙ୍କୁ ଜୟ ଶ୍ରୀରାମ। ତ ସବୁ କାମ ସାରି ସକାଳୁ ଆଉ ଠାକୁର ପୂଜା କରୁଛି, କାହିଁକିନା ଝିଅ ଦେହ ଖରାପ ବହୁତ, ବାନ୍ତି ହେରିକା ହେଉଛି। କିଛି ନାହିଁ, ହଠାତ୍ ଶୋଇଥିଲା, ରାତି 3ଟାରୁ ବାନ୍ତି କଲା। ବାନ୍ତି କରିକି ପୁରା ବେହେଲା ହେଇଛି, କିଛି ଖାଉନି। ତା ସାଙ୍ଗରେ ଟାଇମ୍ ମାନେ ଏପଟ ସେପଟ ହେଇକି ତାକୁ ଟାଇମ୍ ଦେଲାବେଳକୁ ଏପଟେ ଠାକୁର ପୂଜା ଆଜି ବି ଲେଟ୍ ହେଇଗଲାଣି, 7ଟା ବାଜିଗଲାଣି। ଠାକୁର ପୂଜା ହେରିକା ସବୁ ସରିଗଲେ ତାପରେ ତା ପାଇଁ କ'ଣ ରୋଷେଇ କରିବାକୁ ପଡ଼ିବ। ସେ ଖାଇବ, ପୁଣି କିଛି ଖାଉନି, ଛତୁଆ ଦେଲାବେଳକୁ ଖାଉନି। କହିଲା ରାତି 4ଟା ବାଜିଛି ବାନ୍ତି କରିସାରିଲା। ମୁଁ କହିଲି କ'ଣ ଖାଇବୁ ନା ରୁଟି ଭଜା କଲି, ତଥାପି ସେ ଖାଇଲା ନାହିଁ, ଥୁଆ ହେଲା। କିଛି ଖାଇବାକୁ ଇଚ୍ଛା ହେଉନି, ବାନ୍ତିଟା ହେଉଛି, କିଛି ଖାଇବାକୁ ଇଚ୍ଛା ହେଉନି। ସେଥିପାଇଁ ଜଲ୍ଦି କାମ ସାରିଦେଲେ ତା ପାଇଁ ଆଉ କ'ଣ କଲେ ସେ ଖାଇବ। ଆଉ ତ ଇଏ ହେଉଛନ୍ତି ମୋ ଶାଶୁ ଶ୍ୱଶୁର, ଆଉ ଇଏ ତ କାଳିଆ ଠାକୁର। ଆଉ ସବୁ ପୂଜା ସବୁଆଡ଼େ ବୁଲିଗଲି, ପୂଜା ସାରିଲା ବେଳକୁ ଦେଖ 7ଟା ହେଇଛି, କେତେ ଖରା ଚାଲି ଆସିଲାଣି। ଆଉ ଟାଇମ୍ ଜଣା ପଡ଼ୁନି, ଟାଇମ୍ ଆସିଗଲେ ମାନେ ରାତି 3ଟା, ଏତେ ଟାୟାର୍ଡ଼ ଲାଗୁଛି। ରାତି 3ଟାରୁ ଉଠିକିରି ଏପର୍ଯ୍ୟନ୍ତ ଯାଇ କାମ ସରୁନି। ଏପଟେ କାମ, ଆଡ଼େ ଛୁଆ ଦେହ ଭଲ ଥିଲା ସବୁ ଭଲ, ଆଉ ଛୁଆ ଦେହ ଖରାପ ଥିଲା ସବୁ ଆଉ ସେ ଖାଉନି, କେଁ ମାରୁଛି, ଖାଲି ବାନ୍ତି ଲାଗୁଛି ହେଉଛି। ତ ମୁଁ ସେଥିପାଇଁ ଜଲ୍ଦି କାମ ସାରି ଦେଇକି ଠାକୁର ପୂଜା ହେରିକା ସବୁ ସାରି ଦେଇକିରି ଏଇ ମନ୍ଦିର ଟିକେ ଯାଇକି ପଳେଇ ଆସିଲେ ତା କଥା ଟିକେ ବୁଝିବୁ। ତ ସେ ଟିକେ ଏଇନା ଆଉ ଆଡ଼ସାରିଆ ପିଇକିରି ବସିଛି, ତାକୁ ଟିକେ ଭଲ ଲାଗୁଛି। ଆଉ ମୁଁ କହିଲି ତୁ ବସ, ତାକୁ ଆଡ଼ସାରିଆ ପିଇକିରି ତ ମୁଁ ସେପଟେ କାମ ସାରିଦେଇ ଆସେ। ଠାକୁର ପୂଜା ସବୁ ସରିଲେ ପୁଣି ରୋଷେଇବାସ ହେବ। ଆଉ ଗୋଟେ କଥା ଜାଣିଛନ୍ତି ମାନେ ସ୍ତ୍ରୀ ଲୋକଙ୍କର କାମ ହେଉଛି ସେଇଆ, ସକାଳୁ ଉଠିଲେ ଘର କାମ, ରୋଷେଇବାସ, ଛୁଆ କାମ, ଆଉ କିଛି ଫୁର୍ସତ ନାହିଁ। ଯିଏ ବି ଜବ୍ ଭଲ ହେଇଥିବ ଜବ୍ କଲେ, ତ ମୁଁ ତ କିଛି ଜବ୍ କରିନି, ତ ସେଥିପାଇଁ ଘର ସକାଳୁ ଉଠିଲେ ଏଇ କାମ। ଆଉ ତ ଆସିକି ମନ୍ଦିରରେ ପହଞ୍ଚିଗଲୁ। ଆମ ଏଇଟା ହେଉଛି ଠାକୁର ହନୁମାନ ମନ୍ଦିର। ଆଉ ସବୁଦିନ ଆମେ ଏଠିକି ଆସେ। ଆଉ ଏଠି ଫୁଲ ଗୁନ୍ଥା ଆଜି ଲେଟ୍ ହେଇଗଲାଣି, ତଥାପି ତ ଏତେ ସାରା ଫୁଲ ଗଦା ହେଇଛି, ତାକୁ ପୁଣି ଗୁନ୍ଥିବାକୁ ପଡ଼ିବ। କାହିଁକିନା ଇଏ ଅଛନ୍ତି ସମସ୍ତେ ମିଶିକିରି ଅଳ୍ପ ଗୁନ୍ଥି ଦେଲେ ଫୁଲଟା କମ୍ପ୍ଲିଟ୍ ହେଇଯିବ, ସରିଯିବ। ଆଉ ସବୁଦିନେ ଏଇଠି ଆସେ, ଯାହା ହଉ ଟାଇମ୍ ଯେତିକି ଥାଉ ମୋତେ 1-2ଟା ମାଳ କରିକି ହିଁ ଯାଉ। ଆଉ ଯେଉଁଦିନ ନ ଆସିପାରେନି, ଯେଉଁଦିନ କାମ ଥାଏ ଆସିପାରେନି ପ୍ରାୟ, ଆଉ ମନଟା କିନ୍ତୁ ଦୁଃଖ ହୁଏ ଆସିପାରେନି। କିନ୍ତୁ ଆଉ ଯେତେ ଚେଷ୍ଟା କରେ ଆସିବାକୁ, ସବୁଦିନ ପ୍ରାୟ ଆସିକି ଏଠି ମାଳ କରୁ ଠାକୁରଙ୍କର, ଭଲ ଲାଗେ, ଖୁସି ଲାଗେ। ଆଉ ଆଜି ଜଲ୍ଦି କାମ ସରିଯାଇଥିଲା, ଝିଅ ତ ଟିକେ ଖେଳୁଥିଲା, ମୁଁ କହିଲି ଟିକେ ମାଳ କରିଦେଇକି ଯିବା, ଆସି ତ ଠାକୁର କରିଦେବି। ଆଉ ସେଥିପାଇଁ ଦେଖନ୍ତୁ ଏଇଟା ଠାକୁରଙ୍କର, ଏଇଟା ମଝି ମାଳ, ସେଇଟା ବନା ହେଉଛି। ଆଉ ଠାକୁରଙ୍କ ମାନେ ମନ୍ଦିରରେ ମାଳଟା ପଡ଼ିଗଲେ ଠାକୁର କେତେ ସୁନ୍ଦର ଦେଖାଯିବ, ଖାଲି ରହିଲେ କ'ଣ ସେମିତି ସୁନ୍ଦର ଦେଖାଯିବ। ତ ସେଥିପାଇଁ ମାଳଟା ଗୁନ୍ଥି ଦେଲେ ହିଁ ଭଲ ଲାଗେ। ଆସିକି ମାଳ ଗୁନ୍ଥିକି ଆସିକି ଏଠି କାଟୁଛି, ଭେଣ୍ଡି ଆଳୁ ଭଜା ହେବ। ଏପଟେ ରୋଷେଇବାସ ଚାଲିଛି। ଝିଅ ଟିକେ ଭଲ ଲାଗୁଥିଲା ବୋଲି ତାର ପାଠ ଥିଲା, ଟ୍ୟୁସନ୍ ପାଠ, ଆଉ ଘରେ କିଛି ପାଠ ପଢ଼ିନଥିଲା। ମୁଁ ତାକୁ ଏଇଠି ମୁଁ କହିଲି ଆସେ, ଏଇଠି ଖାତା ହେରିକା ଆଣି ଏଇଠି ଟିକେ ପାଠ କରିଦେବୁ। ତ ସେ ଏଇଠିକି ଆସିଲା। ମାନେ କେତେ କାମ ଭିତରେ ଏଇ ଛୁଆଙ୍କୁ ଟିକେ ଟାଇମ୍ ଦେବା ଦରକାର ନା, ତ ମୋତେ ଟାଇମ୍ ହିଁ ହେଉନି। ତ ସେଥିପାଇଁ ମୁଁ କହିଲି ରୋଷେଇ କଲା ଭିତରେ ତ ପାଠଟା ବି ଟିକେ ଦେଖିଦେବି। ସେଥିପାଇଁ ତାକୁ କହିଲି ଯେ ତା ଗେଲେଇ ତେଲେଇ ଟିକେ କହିବାକୁ ପଡ଼ୁଛି। ସେ ପାଠ ପଢ଼ିବାକୁ ମନା କରେନି, ହେଲେ ଛୋଟ ଛୁଆ ଲୋକ ନା, ଦେହ ଭଲ ନାହିଁ, ତ କେଁ ମାରୁଛି। ମୁଁ ଟିକେ ପାଠ ପଢ଼ିଦେଲେ ମୁଣ୍ଡଟା ମାନେ ଆଡ଼ୁ ସାଡ଼ୁ ରହିଯିବ ନା, ତ ଏତେ ଲାଗିବନି କିଛି। ସେଥିପାଇଁ ମୁଁ କହିଲି ଟିକେ ପାଠ ପଢ଼ିଦେବୁ, ତାପରେ ଯିବୁ ଖେଳିବୁ। ତାପରେ ସେ ଆସିଲା, ପାଠ ପଢ଼ିଲା, ପାଠକୁ ଟିକେ କରୁଛି, ଆସି ମୋ ସାଙ୍ଗରେ ଚବର ଗାଉଛି। ତ ମୁଁ ଭେଣ୍ଡି ଆଳୁ କଟା ଭଜା ବସେଇ ଦେଇଛି। ଆଉ ଏପଟେ ଜଣେ ଆଣିକି ଆମ ଘର ପାଖରେ ଜଣେ ଆଣିକି ସଜନା ଶାଗ ଦେଲେ, ଆଉ ସଜନା ଶାଗଟା ତ ମୋର ଭାରି ପ୍ରିୟ। ତ ମୁଁ ଭାବିଲି ନଡ଼ିଆ ତ ଅଛି, ସଜନା ଶାଗ ନଡ଼ିଆ ପକେଇକି ଭାଜିଦେବା। ଆଉ ନଡ଼ିଆ ତ ମୋତେ ଛଡ଼େଇ ଆସେନି, ଅନଉଛି କିଏ କେମିତି ଦେଖା ହେଲା ତ ଆଉ କହିବି ନଡ଼ିଆ ଟିକେ ଛଡ଼େଇ ଦେବା। ଆଉ ଭାଙ୍ଗିଦେଇ ନଡ଼ିଆ ପକେଇକିରି ଶାଗଟା ଭାଜିଦେଲେ ଖାଇବା ପୁରା ଟେଷ୍ଟି, ଆଉ ପଖାଳ ସାଙ୍ଗକୁ। ତାପରେ ଭଜା ଆମର ହେଇ ଆସିଲାଣି, ଦେଖନ୍ତୁ ଏ ଶାଗ ବି ହେଇ ଆସିଲାଣି। ଶାଗର ଲୁକ୍ଟା ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି ନା। ଆଉ ଚୁଲିରେ ହିଁ ଶାଗ ଭାଜିଲେ ଭଲ ଲାଗେ, ମୋତେ ତ ବହୁତ ଭଲ ଲାଗେ। ତ ଏପଟେ ଆମେ ଖାଇବାକୁ ବସିଗଲେ, ସମସ୍ତେ ଖାଇସାରିଲେ ଆମେ ସାଙ୍ଗ ହେଇକିରି ଖୁସିର ମୋର ଝିଅର ସାଙ୍ଗ ହେଇକି ଖାଇବୁ। ଭାତ, ଡାଲି, ଶାଗ ଭଜା, ଆଉ ଭେଣ୍ଡି ଆଳୁ ଭଜା, ଆଉ ଲେମ୍ବୁ, ରସୁଣ, ଲଙ୍କା ଦଳା, ଏଇଟା ତ ହେଲେ ଭାତ ଥିଲା ଆଜିର। ମାନେ ଏତିକି ରେସିପି ହେଇଛି ଖାଇବା ପାଇଁ, ଆଉ କିଛି ହେଇନି। ତ ମୋର ମେନ୍ କରି
ଶାଗ ଭଜା ହେଲେ ଭଲ, ଆଉ କିଛି ଦରକାର ନାହିଁ। ତ ଏପଟେ ସବୁ କାମ ସରିଗଲା। ଏଠି ବାରିଆଡ଼େ ଟିକେ ଆସିଥିଲି ଫୁଲ ଗଛ ପାଖକୁ, କାହିଁକିନା ଘାସ ଗୁଡ଼ା ଏଇ ଯେଉଁ ବର୍ଷା ହେଇକିରି ପ୍ରବଳ ଘାସ ହେଇଗଲା। ଘାସ ନ ବାଛିଲେ ଫୁଲ ମାନେ ଏତେ ବାଗ ହେବନି। ତ ଯାହାହେଲେ ଘର ଲୋକ କେତେ ମଜୁରୀ ପକେଇ କରିବ, ଯାହାହେଲେ ନିଜେ ଗୋଟେ ଟାଇମ୍ ଦେବାକୁ ପଡ଼ିବ। ଦେଖନ୍ତୁ ଗୋଟେ ଗୋଟେ ଗଛରେ ଫୁଲ ପୁରା ଭର୍ତ୍ତି ହେଇ ଆସିଲାଣି, ସୁନ୍ଦର ଦେଖାଯାଉଛି ନା। ଆଉ ଫୁଲକୁ ଦେଖିଲେ ମାନେ ମୋ ମନ ବହୁତ ଖୁସି। ଫୁଲ ହଉ ଫଳ ହଉ, ମୋତେ ଗଛ ପ୍ରତି ଭାରି ଲୋଭ, ଆଉ ମୋତେ ବହୁତ ଭଲ ଲାଗେ। ଆଜି ଫୁଲକୁ ଦେଖିକିରି ମାନେ ଏତେ ଖୁସି ଲାଗୁଛି ଯେ ଭାବୁଛି ଆଜି ମାନେ ଗୋଟେ ସଫଳ ହେଇଗଲା ମୋର ଆଶାଟା। ମୋତେ ସବୁବେଳେ ଇଚ୍ଛା ଲାଗେ କେମିତି ଗୋଟେ ଫୁଲ ବଗିଚା ବାଇରେ କରନ୍ତି କି, କିନ୍ତୁ ଆଜି ମାନେ କିଛିଟା ସଫଳ ଲାଗୁଛି। ପୁରା ସବୁ ଯାକ ଫୁଲ ଫୁଟିଗଲେ ମୋର ଗୋଟେ ସ୍ୱପ୍ନଟା ପୂରଣ ହେଇଯିବ। ଆଉ ପ୍ରାୟ ଗଛ ଟିକେ ଫାଙ୍କା ହେଇଯାଇଛି, ଦେଖାଉଥିଲି ନା ନେକ୍ସଟ ଭିଡ଼ିଓରେ ଗଛ କେମିତି ଶୁଖିଛି। ଫାଙ୍କା ତଥାପି ଭଲ ଲାଗୁଛି, ଆଉ ହରମୋନ୍ ପଡ଼ିଗଲେ ପୁରା ଠିକ୍ଠାକ୍ ହେଇଯିବ। ଯାହା ହଉ ସରକାରଙ୍କ ସହାୟତା ଲକ୍ଷପତି ଦିଦି ଗୋଟେ ହେଇଗଲୁ ଆମେ। ଆଉ ଗଛ ଆଉ ସବୁ ଯାକ ଫୁଟିଗଲେ ଫୁଲ ତ ବହୁତ ସୁନ୍ଦର ଲାଗିବ, ଆଉ ଖୁସି ଲାଗିବ ଆଉ ଦେଖିକିରି। ଆଉ କ'ଣ ମାନେ ମନେ ହେଉଛି ସତରେ ଲକ୍ଷପତି ଦିଦି ହେଇଗଲୁ। ଆଉ ଲକ୍ଷପତି ଦିଦିର ସହାୟତା କିଛି ଏପର୍ଯ୍ୟନ୍ତ ଆମକୁ ମିଳିନି, ତଥାପି ନାଁ ତ ଯାଇଛି, ସେଇ ହିସାବରେ ଆମେ ନିଜ ମନ ଭାବିଦେଉଛୁ ଲକ୍ଷପତି ଦିଦି ହେଇଗଲୁ। ଆଉ ନା ଏତେ ସୁନ୍ଦର ଦେଖାଯାଉଛି ନା। ଆମର ଫୁଲ ଫୁଟିନି, ପ୍ରାୟ ସବୁ ଗଛରେ କଢ଼ ଆସିଗଲା, ଫୁଲ ଫୁଟିନି। ତ ଆଜି ଦିନ ଯାକ କାମ ହେଉଛି।